ଅଞ୍ଚଳକୁ ମୋତେ ସୁଯୋଗ ମିଳିଲା। ତ ମୁଁ ଭାବୁଅଛି ଯେ ଏ ଅଞ୍ଚଳ ପାଇଁ ମୁଁ ମୋ ପାଇଁ ଗୋଟେ ଖାସ୍ ଗୋଟେ କାର୍ଯ୍ୟ ଆରମ୍ଭ ହେଇଅଛି ବୋଲି। ଆର ମୁଁ ଭାବୁଅଛି ଯେ ମୁଁ ଏ ପରିବାରରୁ ଅଲଗା ଲୋକ ନାହିଁ, ମୁଁ ଏ ପରିବାର ଗୋଟେ ସଦସ୍ୟ ବୋଲିକି ମୁଁ ଏବେ ଭାବୁଅଛି। ଏଥିପାଇଁ କହିବା ପାଇଁ ମୋ ପାଖରେ ତ ଆଉ କିଛି ନାହିଁ। ତ ଏ ପ୍ରକାର ଆଉ କ'ଣ କହିବା। ଆଉ ପ୍ରଭୁଙ୍କର ଦାସମାନେ ମଧ୍ୟ ସୁଯୋଗ ଦେଇଅଛନ୍ତି। ପ୍ରଭୁଙ୍କ ନାମ ବହୁତ ବହୁତ ଧନ୍ୟବାଦ ହଉ। ମୁଁ ଆଶା କରିବି ନଥିଲି କି ଏ ପ୍ରକାର ସମୟ ମିଳିବ ବୋଲିକରି। ମାତ୍ର ସୁଯୋଗ ଦେଇଥିବା ସକାଶକୁ ଆଜ୍ଞା ଗୋଟେ ବିଷୟ ବହୁତ ଭଲ ବିଷୟ ଗୋଟେ କହିଲେ। ପ୍ରଭୁଙ୍କର ବାକ୍ୟ ହୋଇ ଆମକୁ ସାନ୍ତ୍ୱନା। ହାଲେଲୁୟା। ସେଥିପାଇଁ ପ୍ରଭୁଙ୍କର ଦାସମାନଙ୍କୁ ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ। ଏ ଅଞ୍ଚଳରେ ତାଙ୍କ ଦ୍ୱାରା ଏ ଅଞ୍ଚଳକୁ ମୋତେ ଦେଖାଇଲେ। ତ ସେଥିପାଇଁ ଆଜ୍ଞାମାନଙ୍କୁ ଆଉ ଏଥିରେ ପ୍ରତ୍ୟେକ ଦାସ ଦାସୀ ମା' ମାନଙ୍କୁ ମଧ୍ୟ ସମସ୍ତଙ୍କୁ ମଧ୍ୟ ପ୍ରାର୍ଥନା କରିବା। ବାଇବେଲରେ ଲେଖା ଅଛି ମଣିଷ ମରିଗଲେ ପାପରୁ ମୁକ୍ତ ହୁଏ। କ'ଣ ହୁଏ? ପାପରୁ ମୁକ୍ତ ହୁଏ। ମଲା ପରେ ପାପ କରିପାରିବ କି? କରିପାରିବ ନାହିଁ। ମାତ୍ର ଆମେ ବଞ୍ଚିଥିବା ଲୋକମାନେ ସେ ପାପ ଗୋଟେ କରୁଥିବା, ସେଇଟା ଗୋଟେ ପସନ୍ଦ କରୁଥିବା, ସେଇଟା ଗୋଟେ କରୁଥିବା। ତ ବଞ୍ଚିଥିବା ବେଳେ ଆମେ ବହୁତ ଗୁଡ଼ିଏ ପାପ ନେଇକି ଆମେ କରିଥାଉ। ମାତ୍ର ମଲା ପରେ ଡାଇରେକ୍ଟ ଆମ ପାଇଁ ବିଚାର। ଏହା ଗୋଟେ 2 ନମ୍ବର ପଏଣ୍ଟ। ଆଉ 3 ନମ୍ବର ପଏଣ୍ଟ ନେଇକି ହଉଅଛି ଯେ ଆମ ପାଇଁ ବହୁତ କଷ୍ଟଦାୟକ। ପରିବାରକୁ ଦୁଃଖ ନେଇକି ଆସିବ, ପରିବାରକୁ ଦୁଃଖ ଆସିବ। ମାତ୍ର ଯିଏ ମରିଯିବ ତାହା ପାଇଁ ବହୁତ ଗୋଟେ ସୌଭାଗ୍ୟ ବିଷୟ ଅଟେ। ଡାଇରେକ୍ଟ ତା ପାଇଁ ଗୋଟେ ବିଚାର। ହାଲେଲୁୟା। ଗୌରବ ପ୍ରଶଂସା ହଉ ଆଜ୍ଞାମାନେ ଅଛନ୍ତି। ତ ଆଜି ଆମେ ଆଜ୍ଞାମାନଙ୍କ ଦ୍ୱାରା ମଧ୍ୟ ଆମେ ବହୁତ ଗଭୀର ବିଷୟ ନେଇକି ଆମେ ଶୁଣିବା। ଗୋଟେ ପଦ ଆମେ ନେଇକି ପଢ଼ିବା ଆଉ ତାପରେ ନେଇକି ଆମେ ଦେଖିବା। କହିବ 21 ପଦ ଆମକୁ କ'ଣ କହେ? ମରିବାଟା ଭଲ ବିଷୟ। କାରଣ ମଧ୍ୟଭାଗରୁ ତାହାର ମାସ ସଂଖ୍ୟା କଟାଗଲେ ତାହାର ପଶ୍ଚାତବର୍ତ୍ତୀ ବଂଶରେ କି ତାହାର କିଛି ସନ୍ତୋଷ ଥାଏ। ଆଉ ଗୋଟେ ପଦ ପର୍ବ ମାନେ ଦେଖିବା। ମଧ୍ୟ ବଂଶ ବୋଲେ କମ୍ ଆୟୁରେ ନେଇକି ଚାଲିଯିବାଟା ମଧ୍ୟ ତାହା ବି ମଧ୍ୟ ଗୋଟେ ପ୍ରଭୁଙ୍କର ଗୋଟେ ଯୋଜନା ହେଇଥାଏ। କାରଣ ଶୈତାନର ପରୀକ୍ଷାରୁ ମଧ୍ୟ ମଧ୍ୟ ଭାଗରୁ କିଛି ଲୋକମାନେ ଜଗତ ଛାଡ଼ିକରି ଚାଲି ଯାଇଥାନ୍ତେ। କିଛି ଗୁରୁ ଗୁଣିଆ କରିକରି ମଧ୍ୟ ମାରି ଦେଇଥାନ୍ତେ। আর কিছু কিছু লোক নিজের জীবনে কিছু ডিপ্রেশন আসিকরে শয়তানকে নিজ জায়গায় নেই নিজের হৃদয়ে জায়গা দেওয়া সকাশে নিজে বয়স ন হইকরে মরি থাকে। তো এ মধ্য সময় মরিবাটা কিছু শয়তান কার্য হয়ে থাকে। আর কিছু গোটে আমার নিজের ডিপ্রেশন সকাশে কিছু ভুল সকাশে আমার জীবন চালি যাই থাকে। তারপরে আউ গোটে পদ নাকি পড়া প্রকাশিত 14 অধ্যায় 13 পদ। ପୁଣି ମୁଁ ସ୍ୱର୍ଗରୁ ଏ ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କ ଠାରେ ଥାଇ ମରନ୍ତି ସେମାନେ ଧନ୍ୟ। ହଁ, ଆତ୍ମା କହୁଅଛନ୍ତି ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କର କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ। ସମସ୍ତେ ଟିକେ ପାଲି ଧରିବା। ଧନ୍ୟ ଲୋକମାନେ ମରିଗଲେ ଆମେ ସମସ୍ତେ ଜଣେ ଲୋକ କୁହନ୍ତୁ, ଆମେ ସମସ୍ତେ ପାଲି ଧରିବା। ଏ ବାକ୍ୟ ଅନୁସାରେ ଆମର ଜୀବନ ଗୋଟେ ଆମେ ସାନ୍ତ୍ୱନା ନେଇକି ଆମେ ନିଜେ ହିଁ ଏ ବାକ୍ୟ ଅନୁସାରେ ସାନ୍ତ୍ୱନା ଆମେ ପାଇବା ଦରକାର। ଜଣେ ଲୋକ ଆଜି ସମସ୍ତେ ପାଲି ଧରିବା। ଜଣେ ଲୋକ ବୋଲନ୍ତୁ। ପୁଣି ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କ ଠାରେ ଥାଇ ମରନ୍ତି ସେମାନେ ଧନ୍ୟ। ହଁ, ଆତ୍ମା କହୁଅଛନ୍ତି ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ
କାରଣ ସେମାନଙ୍କ କର୍ମ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତି ହେବ। ହାଲେଲୁୟା। ତ ଏଇ ପରିବାରରୁ ଦୁଇ ଜଣ ଛାଡ଼ି କରି ଚାଲି ଯାଇ ଅଛନ୍ତି। ସେମାନେ ଏଇ ଜଗତରେ କାମ କରିବାରୁ ପରିଶ୍ରମ କରିବାରୁ ସେମାନେ ମୁକ୍ତି ପାଇଲେ। କ'ଣ ପାଇଲେ? ବିଶ୍ରାମ ପାଇଲେ। ଆଉ ଦିନେ ପ୍ରଭୁ ଉଠାଇବେ। ଆମ୍ଭେ ମାନେ ମଧ୍ୟ ଦିନେ ଉଠିବା। ହାଲେଲୁୟା। ଉଠିବା ନାଇଁ କି? ଉଠିବା। କାରଣ ପରିବାରକୁ ମଧ୍ୟ ଆମ ସମସ୍ତଙ୍କୁ ମଧ୍ୟ ବାକ୍ୟ କୁହା ଯେ जो मरते तक, जो जीवन की आखिरी तक विश्वास योग्य रहेगा वो ही उद्धार पाएगा। आमे मरिबा पर्यंत आमे जदि प्रभु को ठारे आमे विश्वास करे विश्वस्त जीवन आमे बिताइबा आमे मले मध्य दिने राज्य रे आमे जाई आ स्वर्ग राज्य ए प्रकार स्वर्ग राज्य स्वर्ग रे भोक नाही, शोष नाही, स्वर्ग रे क्रोध नाही, स्वर्ग रे परिश्रम ही परिश्रम नाही अछि कि नाही है। तो सेति पाई हम प्रत्येक लोक माने कोन करबा दरकार ए बंची थिला समय रे हमर जीवन को नै कि हमने सुधारिबा दरकार, हमर जीवन को नै कि सजारिबा दरकार। केते बिले बने कि जीवन चाली जीव केही मध्ये बने कि जानते नाही है। कारण हम प्रत्येक जीवन हो छे पानी रो फुटुका, हमर जीवन हो छे गुटिए गछर पुष्प अटे, हमर जीवन हो छे गुटिए घास सदृश अटे। आज होछे खराई गला चाली गला फल फूल सुकुले सकाले उठबो संध्या रे मजा जीव। हां पानी फुटुका से पर गोटे गीत बे लेखा देखे सारुपत रे पानी जीवन, सारुपत रे पानी गीत अछि ने कि अछि। केते बेले चाली जीव केही जानि नाहंती है। तो सेति पाई हमर जीवन न जीवा आगुरु हम सुधारिबा दरकार। हमर जीवन आमे जदि भलो काम करिथिबा विचार परे चिरदिन पे हम स्वर्ग रे आनंद जदि बंची थिला समय रे प्रभु को जानि करे सुदा मध्य हम जदि खराब काम पर करूथिबा से धनवान व्यक्ति केति गला खाइला पिला मस्त मस्त रे थिला दिने कोटी गला कोटी को नरक गला। सेति भी हम निज जीवन को हम सजाड़ी दुईटा पॉइंट मन पकाइबा चाहे मरी थिला सबको मध्य ए जगत लोक केही लोक न पचारले मध्य लाजर सबको किए नेले कि मात्र को तार उत्तम शरीर को स्वर्गदूत उबर को भलो यीशु मसीह की हालेलुया। से प्रकार मध्य मोर प्रिय लोक माने हम प्रत्येक लोक माने निज जीवन को सुधारी करथिबा, हम निज जीवन को पवित्र रूप रे नेकी सजारी करथिबा। ए शरीर को हमको नेकी हमर लोक माने हमको न उठाले मध्य ए शरीर को हमको लोक माने न पछारिले मध्य हमर उत्तम शरीर को स्वर्गदूत राशि के ऊपर को बोलो यीशु मसीह की जय। हालेलुया। हम मने आबने कि पकांतो मूसा को शरीर को कबर देबो पे के नाही है, मात्र को मूसा को शरीर को के जगो छै के शैतान के छुबा पे मध्य दो छै के दो नाही है। कारण मूसा विश्वस्त जीवन काटिला स्वर्गदूत से पाखरे जेतेबेले प्रभु जीशु ख्रीष्ट को नहीं कि समाधि दिया गला कब्रस्थ दिया गला ए लोक माने 3 दिन भीतर ए मां माने कोन बोले जे खोदी गला सोगा से प्रभु थिले कि प्रभु न थिले मात्र के थिले दूत। हालेलुया। के थिले दूत थिले। हम बंची थिला समय हम जदि फल जीवन बने के जीवन बिताई थिबा दूत थिबे हम वेबसाइट हेवा प्रभु विश्वास करबा नै दूत जगह रे दूत। हालेलुया। के थिबो दूत थिबो। तो सेते पे परिवार लोक मान को कहबा पे चाहे विश्वास करथिले तो आज्ञा हां बोले मन सांत्वना करने की आनंद करने की आनंद मन रे करंती मोर मां पाखरे हमर जियो पाखरे आगे मु रहथिली एबे दूत सिक्योरिटी गाड़ी कर बोले परताल जवाब समस्त प्रभु। हालेलुया। एबे के अछते दूत माने अछंती दूत राजा बोली 23 अध्याय 13 अध्याय 21 पद पढो।
ଆମେ ବଞ୍ଚିଥିଲା ବେଲେ ମୋର ମା କେମିତି ଅଛି ବୁଆ ମୋର ଝିଅ କେମିତି ଅଛି ମୋର ଲୋକ ବା ଆମର ଏ ସବୁ ଗୋଟେ ଚିନ୍ତା ଗୁଡାକ ମାତ୍ର ମଲା ପିରେ କିଏ ଅଛେ ସ୍ୱର୍ଗଦୂତ ଅଛି। ହଁ 13 ଅଧ୍ୟାୟ ଦ୍ୱିତୀୟ ରାଜା ବଳି 13 ଅଧ୍ୟାୟରେ 21 ପଦ। ସେ ସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ ଦେଖ ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ କହିଲେ ସେମାନେ ସେ ମନୁଷ୍ୟକୁ ଏଲିସାଇଙ୍କର କବରରେ ପକାଇ ଦିଅନ୍ତେ ସେ ମନୁଷ୍ୟ ଏଲିସାଇଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା। ହାଲେଲୁୟା। ଜାଣନ୍ତୁ ଏ ବିଶ୍ୱସ୍ତ ଜୀବନ କାଟୁଥିଲା ଏ ମରା ଶରୀର ପାଖରେ ଅଲଗା ମଲା ଲୋକଙ୍କୁ ନେଇ ରଖିଦେବା ସକାଶୁ ସେ ଉଠି ପଡିଲା। କଣ ପଡିଲା? ଉଠି ପଡିଲା। ସେ ପ୍ରକାର ମଧ୍ୟ ଆମେ ଯଦି ବିଶ୍ୱସ୍ତ ଜୀବନ ମାନେ କାଟିବା ଆମର ଏ ହାଡ଼ ଆମର ମାଂସରୁ ମଧ୍ୟ ଗୋଟେ ଲୋକ ଛୁଇଁଲେ ଉଠିବ। ଆମେ ବଞ୍ଚିଥିଲା ପିଲେ ଆମେ ଯଦି ବିଶ୍ୱସ୍ତ ଜୀବନ କାଟିବା ଏ ଶରୀର ମଧ୍ୟ ବହୁତ ଗୌରବ ପ୍ରଶଂସା ହେବା ପାଇଁ ଅନ୍ୟମାନଙ୍କର ଜୀବନରେ ସବୁ କାର୍ଯ୍ୟ କରିବେ। 16 ଆଉ ଜିହୁଦା 1 ଅଧ୍ୟାୟର 9 ପଦ। ମଲା ଶରୀରରେ ଦେଖନ୍ତୁ ଅନ୍ୟ ଲୋକ କବରକୁ ଅନ୍ୟ ଲୋକ ନେଇକି ସେଠି ଛୁଇଁବା ସକାଶେ ସେ ବିଦ୍ୟା ଉଠିଲା। କିନ୍ତୁ ପ୍ରଧାନ ଦୂତ ମିଖାଏଲ ମୋଶାଙ୍କ ଶବ ବିଷୟରେ ଶୈତାନ ସହିତ ବାଦନବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ହୋଇନଥିଲେ। କେବଳ ଏତିକି କହିଲେ ପ୍ରଭୁ ତୁମକୁ ଧମକ ଦିଅନ୍ତୁ। ଅନ୍ୟ ପକ୍ଷରେ ଏମାନେ ଯେଉଁ ସମୟ ବିଷୟ ଜାଣନ୍ତି ନାହିଁ ସେହି ସବୁର ନିନ୍ଦା କରନ୍ତି ପୁଣି ଅଜ୍ଞାନ ପଶୁ ପରି ଯାହା ଯାହା ସ୍ୱାଭାବିକ ଭାବେ ବୁଝନ୍ତି ସେ ସବୁ ଦ୍ୱାରା ବିନଷ୍ଟ ହୁଅନ୍ତି। ହାୟ ସେମାନେ ସନ୍ତାପର ପାତ୍ର କାରଣ ସେମାନେ କଇନର ପଥରେ ଚାଲି ଯାଇଅଛନ୍ତି ଅର୍ଥ ଲୋଭ ସକାଶେ ବିଲିୟମ ଭ୍ରାନ୍ତିରେ ପଡ଼ି ଯାଇଅଛନ୍ତି ଓ ପୁରୋହ ସଦୃଶ ବିଦ୍ରୋହ କରି ବିନଷ୍ଟ ହୋଇଅଛନ୍ତି। ତାପରେ ଆମେ ଲୁକ 10 ଅଧ୍ୟାୟର ଆଗରେ ଆମେ ଦେଖିବା 22 ପଦ। ମୋର ପିତାଙ୍କ କର୍ତ୍ତୃକ ସମୟ ବିଷୟ ମୋ ଠାରେ ସମର୍ପିତ ହୋଇଅଛି ଆଉ ପୁତ୍ର କିଏ ଏହା ପିତାଙ୍କ ବିନା କେହି ଜାଣେ ନାହିଁ ପୁଣି ପିତା କିଏ ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ ଆଉ ପୁତ୍ର ଯାହା ନିକଟରେ ତାହାକୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ସେ ଜାଣେ। ହାଲେଲୁୟା ହାଲେଲୁୟା। ତ ସେଥିପାଇଁ ପ୍ରଭୁ ସବୁ ବିଷୟ ଜାଣନ୍ତି ମୃତ୍ୟୁ ଜୀବନ ସବୁ ବିଷୟ ପ୍ରଭୁ ପାଖରେ ଅଛି। ପ୍ରଭୁ ପାଖରେ ମରଣ ଅଛି ପ୍ରଭୁ ପାଖରେ ଜୀବନ ଅଛି। ପ୍ରଭୁ ଯାହାକୁ ଆ ବୋଲି କହିଲେ ସେ ଆସିବେ ଜବରଦସ୍ତ କିଏ ମଧ୍ୟ ଯାଇପାରିବେ ନାହିଁ। ତ ସେଥିପାଇଁ ଆମ ପ୍ରତ୍ୟେକ ଲୋକମାନେ ଏ ଜଗତରେ ବଞ୍ଚିଥିଲା ସମୟରେ ଆମେ ଯଦି ଏ ଜଗତର ଅନୁରୂପୀ ନ ହୋଇ ଯଦି ଆମେ ପ୍ରଭୁଙ୍କର ଅନୁରୂପୀ ଭାବରେ ହେଇଥିବା ପ୍ରଭୁଙ୍କର ବାକ୍ୟ ଅନୁସାରେ ଜୀବନ ବିତାଇବା ଆମେ ମରିଗଲା ପରେ ଲାଜରକୁ ଯେମିତି ନେଇକି ପ୍ରଭୁ ନେଇଗଲେ ସେ ପ୍ରକାର ମଧ୍ୟ ଆମେ ମରିଗଲା ପରେ ପ୍ରଭୁ ଆମକୁ ଦିନେ ନେବେ। ଏ ଅଳ୍ପ ଶିକ୍ଷାରେ ପ୍ରଭୁ ଆମ ସମସ୍ତଙ୍କୁ ସାନ୍ତ୍ୱନା ଆଉ ଆଶୀର୍ବାଦ।